ନମସ୍ତେ, ଜୟ ଜଗନ୍ନାଥ। ତ ସାଙ୍ଗମାନେ ହାପି ନୂଆ ବର୍ଷ, ଆଡଭାନ୍ସ ହାପି ନୂଆ ବର୍ଷ। କାହିଁକି ନା 12ଟା ପରେ ନୂଆ ଆମର 2026 ଆସିବ, ଯେହେତୁ 2025 ଆମର ବିଦାୟ ନବ 12ଟା ପରେ। ତ ମୁଁ ସେଇଥିପାଇଁ ଆଡଭାନ୍ସ ଆପଣମାନଙ୍କୁ ହାପି ନ୍ୟୁ ଇୟର କହିଦେଲି। ତ ସାଙ୍ଗମାନେ ଯେହେତୁ ଆମର 2025 ତ ବିଦାୟ ନବ, 2026 ଆସିବ। କାହିଁକିନା ଆଜି ହଉଛି 31 ଡିସେମ୍ବର। ତ 12ଟା ପରେ ଆମର ନବବର୍ଷ 2026 ଆସିଯିବ, 2025 ବିଦାୟ ରଜନୀ। ତ ଆମର ଏଇ ଯୋଉ 2025 ଯୋଉ ଏଇ ବର୍ଷର ଯୋଉ ଦିନଟା ବହୁତ ଖରାପ କଟିଛି। ବହୁତ ଖରାପ। ବହୁତ ଲୋକଙ୍କର ଜୀବନ ନେଇଯାଇଛି, ଭଲ ଭଲ ଲୋକଙ୍କର ଜୀବନ ନେଇଯାଇଛି 2025। ଏ ବର୍ଷଟା ପୁରା କହିବାକୁ ଗଲେ ପୁରା ଫାଲତୁ ବର୍ଷ। ପୁରା ଏଟା 2025ଟା ପୁରା ଖରାପ ଦିନ। ବହୁତ ମାନେ ଭଲ ଭଲ ଲୋକଙ୍କୁ ନେଇଯାଇଛି। ତ 2026 ଆସୁଛି, କଣ ହବ ତ ଆମେ କହିପାରିବୁନୁ। ନୂଆ ବର୍ଷ ଆସିଲା ପରେ ଜଣା ପଡିବ ଏ ବର୍ଷ କେମିତି କଟିବ। ନୂଆ ବର୍ଷ ଆମର ଯୋଉ 2026 କେମିତି କଟିବ ଆମେ ତ କହିପାରିବୁନୁ। ତ ଆପଣମାନେ ଦେଖିପାରୁଥିବେ ଯେ ଏବେ ଆମର ଭାରତ ଆଉ ବାଂଲାଦେଶର ଯୋଉ ଦଙ୍ଗା ଚାଲିଛି। ମୁଁ ଯେତେବେଳେ ବି ଫୋନ ଅନ୍ କରୁଛି ସେତେବେଳେ ହିଁ ଓନ୍ଲି ଫର ବାଂଲାଦେଶ। ତ ଏଇ ବାଂଲାଦେଶ ବାଲା ଭାବି ପାରୁନାହାନ୍ତି ଯେ ଭାରତ ସତ ଗୁଣରେ ଭଲ। କାହିଁକିନା ଆମେ ଯେତିକି ଭଲ ସେତିକି ବି ଖରାପ। ଆମେ ହଠାତ୍ କାହାକୁ କିଛି କୁହଉନୁ, ଆଉ କହିଲେ ତାକୁ ଛାଡୁନୁ। ତ ପ୍ରାୟ ବାଂଲାଦେଶୀ ଆସିକିରି ଆମର ଏପଟରେ ଓଡିଶାରେ ଫେରିବାଲା ବେପାର କରୁଛନ୍ତି। ସେ ତା ପେଟ ପୋଷିବା ପାଇଁ ସେ ତାର ବେପାର କରୁଛି, ସେଥିରେ କିଛି ନାହିଁ। କିନ୍ତୁ ଯେହେତୁ ଇଏ ବି ଗୋଟେ ଦେଶ, ସେ ବି ଗୋଟେ ଦେଶ। ଯଦି ଆମ ଦେଶରେ ତାଙ୍କୁ ଯଦି ଆମେ ବେପାର ବାଣିଜ୍ୟ କରିବା ପାଇଁ ଦଉଛୁ, ସେ ମୁସଲିମ ହେଲେ ବି ଆମେ ତାକୁ ଦଉଛୁ ବେପାର ବାଣିଜ୍ୟ କରିବା ପାଇଁ। ସେମାନେ ତାଙ୍କ ଦେଶରେ କାହିଁକି ଆମର ଭାରତ ଲୋକଙ୍କୁ କାହିଁକି ସେ ଏତେ ଘୃଣା କରୁଛନ୍ତି? ଯୋଉ ଦୀପୁ ଚନ୍ଦ୍ର ଏବେ ଯୋଉ ତାକୁ ଜାଳିଦେଲେ, ଡାଇରେକ୍ଟ ଜିଅନ୍ତା ଲୋକଙ୍କୁ ନିଆଁ ଲଗେଇଦେଲେ, ତମ ହାତ ଗଲା କେମିତି? ମୁଁ ସେ କଥା ଭାବି ପାରୁନି। ଗୋଟେ ଜିଅନ୍ତା ଲୋକଙ୍କୁ ତମେ ଜିନ୍ଦା ଜାଳିଦେଲ ତାକୁ। ମାନେ ଆପଣମାନେ ଚିନ୍ତା କରନ୍ତୁ, ସେଠିକାର ପ୍ରଶାସନ କେମିତିଆ, ସେଠିକାର ଆଇନ କେମିତିଆ। ସେ ଅଲରେଡି ପୋଲିସ ବାଲାଙ୍କ ହାତରେ ଥିଲା। ସେ ପୋଲିସ ବାଲାକୁ ମାନିବାକୁ ପଡିବ, ସେ କେମିତି ପବ୍ଲିକ କୁ ହ୍ୟାଣ୍ଡ ଓଭର କରିଦେଲେ। ଆମେ ଜାଣିଛୁ ଯଦି କେହି କିଛି ଯଦି ଖରାପ କାମ କରେ, ଏମିତି ଅଛନ୍ତି ପ୍ରାୟ ଯୋଉ ଆମର ଯେତିକି ସବୁ ଗାଡି ଚଲାଉଛନ୍ତି, ବାଇଚାନ୍ସ ଦୁର୍ଘଟଣା ଘଟେଇ ଦଉଛନ୍ତି, ତ ସେ ଗାଡି ଛାଡିକି ଫେରାର ହୋଇଯାଉଛନ୍ତି। ଆଉ ଯଦି ପବ୍ଲିକ ହାତରେ ପଡିଗଲେ ତ ମାଡ ଖାଉଛନ୍ତି। କିନ୍ତୁ ଯଥାରଥି ଯୋଉ ଭୁଲ ଭବିଷ୍ୟତରେ ବି ଯଦି ଚଢେଇ ଦେଇଥାଏ ଗାଡି, ସେମାନେ କଣ କରନ୍ତି ନା ଡାଇରେକ୍ଟ ଦେଖନ୍ତି କୋଉଠି ପୋଲିସ ବାଲା ଅଛି, କଣ ଅଛି, ସେ ଡାଇରେକ୍ଟ ଯାଇକି ସରେଣ୍ଡର କରିଦିଅନ୍ତି। କାହିଁକି ନା ସେ ସେଠି ସରେଣ୍ଡର କରିଦେଲେ ସେ ବଞ୍ଚିଯିବ, ପବ୍ଲିକ ହାତରୁ ମାଡ ଖାଇବାରୁ ବଞ୍ଚିଯିବ। ତ ସେଠି ଅଲରେଡି ପୋଲିସ ବାଲାଙ୍କ ହାତରେ ସେ ଥିଲା। ତାକୁ ସେଠୁ ନେଇକିରି ତାକୁ ମାରିକିରି ତାକୁ ଜିନ୍ଦା ଜାଳିଦେଲେ। ମାନେ ତାଙ୍କର ଆଇନ କୋଉ ଭଳିଆ, ସେ ଗୋଟେ ଜିଅନ୍ତା ଲୋକକୁ ଜାଳିଦେଲେ, ତାଙ୍କ ହାତ ଗଲା କେମିତି? ସେ ଶଳାଙ୍କର ହାତ ତ ଯିବନି, କାହିଁକିନା ଶଳାଙ୍କର ଦୟା ମମତା ହିଁ ନାହିଁ। ଏଇଭଳିଆ ଲୋକ ସେମାନେ। ମାନେ ଦେଖନ୍ତୁ, ଆମ ଦେଶରେ ବହୁତ ମୁସଲିମ ଲୋକ ଅଛନ୍ତି, ଆମର ଓଡିଶାରେ ବହୁତ ମୁସଲିମ ଲୋକ ଅଛନ୍ତି। ଆମେ ତ ଚାହିଁଲେ ବି ବାଡି ପାରିବୁ, ଆମେ ବି ଚାହିଁଲେ ତାକୁ ମାରିପାରିବୁ। କିନ୍ତୁ ଆମେ ତାଙ୍କୁ ଭଦ୍ରାମରେ କହୁଛୁ ଯେ ତମେ ଭାଇ ତମ ଆଧାର କାର୍ଡ ଦେଖାଅ, ତମେ ଯଦି ବାଂଲାଦେଶୀ ହେଇଥାଅ ତମେ ବାଂଲାଦେଶରୁ ପଳେଇ ଯାଅ। ଫିର ବି କିଛି
ଭାରତର ମୁସଲିମ ଲୋକ ଅଛନ୍ତି, ଭାରତରେ ରହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ସବୁ କିଛି କରୁଛନ୍ତି। ଭାରତରେ ରହିକିରି ତାଙ୍କୁ ଯଦି କୁହାହଉଛି ତମେ କହିଲ ଦେଖିଆ ବନ୍ଦେ ମାତରମ୍, କହୁନାହାନ୍ତି। କୋଉଥିପାଇଁ ଡରୁଛ ତମେ? ତମେ ଭାରତରେ ଅଛ, ତମେ ଭାରତ ଲୋକ, ତମେ ଇଣ୍ଡିଆରେ ଅଛ, ତ ବନ୍ଦେ ମାତରମ୍ କହିବାକୁ ତମକୁ କାହିଁ ଡର ମାରୁଛି? ଜୟ ଶ୍ରୀରାମ ନ କୁହ, ବନ୍ଦେ ମାତରମ୍ ତ କହିବ। ତମେ ଯୋଉ ଦେଶରେ ଅଛ ସେ ଦେଶ ନାଁ ତମେ କହିବ। ତମେ ଯେହେତୁ ଭାରତରେ ଅଛ, ତମ ଦେହରେ କିଏ ହାତ ମାରି ପାରିବେନି। ତମେ ଯଦି ବନ୍ଦେ ମାତରମ୍ କହିବ, ତମକୁ କିଏ କଣ କହିବ? ଯଦି ତମେ ବାଂଲାଦେଶ ହେଇଥିବ ତାହେଲେ କହିବନି। ଆଜି ତମେ ଭାରତର ଲୋକ ହେଇଥିବ, ଭାରତର ଯଦି ମୁସଲିମ ହେଇଥିବ, ତାହେଲେ ତମେ ବନ୍ଦେ ମାତରମ୍ କହିବ। ମୁଁ ପ୍ରାୟ ଭିଡିଓ ଦେଖୁଛି, ବହୁତ ଲୋକ ହିନ୍ଦୁ ମୁସଲିମ ବାଇକ୍ ନେଉଛନ୍ତି, ତ ତାଙ୍କୁ ସେଇ କଥା, ଯିଏ ଶଳା କହୁନି ଶଳାଙ୍କୁ ବାଡେଇକି ବିଦା କରିଦିଅ। ଯୋଉ ଶଳା ବନ୍ଦେ ମାତରମ୍ କହୁନି, ଖାଇବ ଇଣ୍ଡିଆର, ଖାଇବ ଭାରତର, ଗାଇବ ଭାରତର, ଗାଇବ ବାଂଲାଦେଶର, ସରି। ତ ସେଇଭଳିଆ ଲୋକଙ୍କୁ କଣ କରାଯିବ ଆପଣ ମାନେ କୁହନ୍ତୁ? ତ ମୋର ଯଥାଶୀଘ୍ର ଗୋଟେ ଭିଡିଓ ଆସିବ, ତ ଏଇ ବିଷୟରେ ଗୋଟେ ଆଲୋଚନା କରିବା ଆମେ। ତ ଏବେ ଆମର ଯୋଉ 2026 ଆସୁଛି, କଣ ହବ? କାହିଁକିନା ଆଗକୁ ଇଲେକ୍ସନ ଅଛି। ୱେଷ୍ଟବେଙ୍ଗଲରେ ଯୋଉ ଆମର ବାଂଲାଦେଶରେ ଇଲେକ୍ସନ ଚାଲିଛି, ମୁଁ ମୋବାଇଲରେ ଦେଖୁଥିଲି। ତ ସାଙ୍ଗମାନେ, ଆଜି ପାଇଁ ଏତିକି ଭିଡିଓ। ଯେକୌଣସି ମୁସଲିମ ଲୋକଙ୍କୁ ଦେଖିବ, ମାରିବାର ଆବଶ୍ୟକତା ନାହିଁ ତାକୁ, ଠିକ ଅଛି? ମାରିବାର ଆବଶ୍ୟକତା ନାହିଁ ତାକୁ। ଆଗେ ତା ଆଧାର କାର୍ଡ ଚେକ୍ କର। ସେ ଯଦି ମାନେ ଆମର ଯଦି ବାଂଲାଦେଶୀ ଦେଖେନି, ଏବେ ୱେଷ୍ଟ ବେଙ୍ଗଲର ବି ଆଇଡି ପ୍ରୁଫ୍ ନେଇକି ପଳେଇ ଆଉଛନ୍ତି ସେମାନେ। ଆପଣ ଜାଣିପାରିବେନି ଯେ ବାଂଲାଦେଶୀ କି କଣ। ୱେଷ୍ଟବେଙ୍ଗଲ ସବୁ କିଛି ହେଇଯାଉଛି। ୱେଷ୍ଟବେଙ୍ଗଲ ଗୋଟେ ଏମିତିଆ ଜାଗା, ସେଠି ହର ଜିନିଷର ସଲ୍ୟୁସନ ଅଛି, ସେଠି ସବୁ କିଛି ହେଇଯିବ। ତ ସେଇମାନଙ୍କୁ ହିଁ ଧରିକି ଏଠୁ ବିଦା କରିଦେବାର ଅଛି। ଠିକ ଅଛି ସାଙ୍ଗମାନେ, ରହୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍।